କାକାର ଛୁରୀ ମାଡ଼ରେ ପୁତୁରା ଓ ପୁତୁରା ବୋହୂ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଚିଙ୍ଗିରେକଟା ଗ୍ରାମରେ କାକାର ଛୁରୀ ଆକ୍ରମଣ, ପୁତୁରା ଓ ପୁତୁରା ବୋହୂ ଗୁରୁତର। ସୂଚନା ଅନୁସାରେ ଜଣାଯାଏ ଯେ କିଶୋର ଖଣ୍ଡା କାକା ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ପୁତୁରା ଏହି ଜମିରେ ଚାଷ କରିଛି। ଉକ୍ତ ଜମିକୁ ଫେରାଇବା ପାଇଁ କାକା କହିବା ସହ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିଥିବା ପୁତୁରା କହିଛନ୍ତି। ଏଥର ପୁତୁରା ପେଟ, ହାତ, ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀ ଭାମାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଉଭୟ ଦମ୍ପତିଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।